ହ୍ୟାଲୋ ଫ୍ରେଣ୍ଡସ୍, ମୁଁ ବିକାଶ ପୁଣି ଥରେ ସିରିଜ୍ ଏଜୁକେସନ୍ ସ୍ୱାଗତ କରୁଛି। ଆଜି ଆମେ ପଢ଼ିବା ସେଇ +3 4th ସେମିଷ୍ଟାରର AECC 4 ଯେଉଁଟାକି ଏଥିକ୍ସ ଆଣ୍ଡ ଭ୍ୟାଲ୍ୟୁ, ଯେଉଁଟାକି କମ୍ପଲସରି ଅଛି ଆର୍ଟ୍ସ କମର୍ସ ସାଇନ୍ସର। ଓକେ, ତାର ଆମେ 1 ମାର୍କିଆ 2 ମାର୍କିଆ ଆଲୋଚନା କରିଥିଲେ। ଏଇଟା ସବୁ ଲଙ୍ଗ୍ ମାର୍କିଆ, ଯାହାକି ପ୍ରତ୍ୟେକ ମୂଲ୍ୟର 5 ନମ୍ବର ରହିବ। ତାର ଆମେ ଉପରେ ଆଜି ଆଲୋଚନା କରିବା। ଓକେ, ଦେଖନ୍ତୁ, ସହଶିକ୍ଷଣ କାର୍ଯ୍ୟକ୍ରମର ଗୁରୁତ୍ୱ ବର୍ଣ୍ଣନା କର। ସହଶିକ୍ଷଣ ଭିତ୍ତିକ କାର୍ଯ୍ୟକ୍ରମ ଗୁଡ଼ିକ ଛାତ୍ରଛାତ୍ରୀମାନଙ୍କର ସାମଗ୍ରିକ ବିକାଶରେ ସହାୟକ ହୋଇଥାଏ। ଏହାଦ୍ୱାରା ସେମାନେ ବାସ୍ତବ ଜୀବନରେ ସଫଳତା ଲାଭ କରିବା ଶିଖିଥାନ୍ତି। ନିମ୍ନ କାରଣ ଗୁଡ଼ିକ ଦୃଷ୍ଟିରୁ ସହଶିକ୍ଷଣ କାର୍ଯ୍ୟକ୍ରମ ଗୁଡ଼ିକ ଶିକ୍ଷା କ୍ଷେତ୍ରରେ ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟେ। ପିଲାମାନେ ଗୋଟେ କଥା ମନେ ରଖ, ଭିଡ଼ିଓଟି ଦେଖିବା ଆଗରୁ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରିବେ। ଏବଂ ସବସ୍କ୍ରାଇବ୍ କଲା ପରେ ସାଇଡ଼୍ରେ ଅଲ୍ ବଟନ୍ରେ କ୍ଲିକ୍ କରିବେ। ମୁଁ ପ୍ରଥମେ ଯେଉଁ ଭିଡ଼ିଓଟି ଡାଉନଲୋଡ଼୍ କରିବି, ଆପଣ ପ୍ରଥମେ ସେ ଭିଡ଼ିଓକୁ ଦେଖିବେ। ଓକେ, ଦେଖ, ତାର ଏକ ପଏଣ୍ଟ ଆଇଲା, ସାମଗ୍ରିକ ବ୍ୟକ୍ତିତ୍ୱର ବିକାଶ। ସହଶିକ୍ଷଣ ଭିତ୍ତିକ କାର୍ଯ୍ୟକ୍ରମ ଗୁଡ଼ିକ ଦ୍ୱାରା ଲବ୍ଧ ଅଭିଜ୍ଞତା ଓ କୌଶଳ ଛାତ୍ରଛାତ୍ରୀମାନଙ୍କୁ ପରବର୍ତ୍ତୀ ଜୀବନରେ ବ୍ୟକ୍ତିଗତ ସମସ୍ୟା ଗୁଡ଼ିକର ସମାଧାନ କରିବା ସହିତ ସେମାନଙ୍କୁ ନେତୃତ୍ୱ ଭିତ୍ତିକ କୌଶଳ, ସର୍ବସାଧାରଣ ସଭାରେ ବକ୍ତୃତା ଦେବା ଆଦି ବିଷୟରେ ଦକ୍ଷ କରିଥାଏ। ଏକ ପଏଣ୍ଟ, ଛାତ୍ରଛାତ୍ରୀମାନଙ୍କୁ ନିଜ ରୁଚିର ସାଧନ ନିମନ୍ତେ ପ୍ରବର୍ତ୍ତାଇଥାଏ। ତା ଉପରେ କିଛି ଦେଖ, ଲେଖା ହେଇଛି, ସହଶିକ୍ଷଣ କାର୍ଯ୍ୟକ୍ରମର ଭାଗ ନେବା ଫଳରେ ଛାତ୍ରଛାତ୍ରୀମାନେ ନିଜର ରୁଚି ବିଷୟରେ ସଚେତନ ହୋଇଥାନ୍ତି। ଏହାଦ୍ୱାରା ସେମାନେ ଉତ୍ତମ ବ୍ୟକ୍ତିତ୍ୱର ଅଧିକାରୀ ହୋଇଥାନ୍ତି। ଦାୟିତ୍ୱବୋଧ ଓ ଆତ୍ମପ୍ରତ୍ୟୟ ଜାଗ୍ରତ କରିବା ଅଳ୍ପ ବୟସରୁ କୌଣସି ଏକ କାର୍ଯ୍ୟ ବା ସମସ୍ୟାର ସମାଧାନ କରିବାକୁ ଦିଆଯିବା ଫଳରେ ଛାତ୍ରଛାତ୍ରୀମାନେ ବାସ୍ତବ ଜୀବନ କ୍ଷେତ୍ରରେ ମଧ୍ୟ ସେହିଭଳି ସମସ୍ୟା ଗୁଡ଼ିକର ସହଜ ସମାଧାନ କରିପାରନ୍ତି। ନିଜ ରୁଚିର କାର୍ଯ୍ୟ ପାଇବା ଫଳରେ ସେମାନଙ୍କ ମଧ୍ୟରେ ଆତ୍ମପ୍ରତ୍ୟୟ ସୃଷ୍ଟି ହୋଇଥାଏ। ସ୍ମୃତିଶକ୍ତି ବୃଦ୍ଧି, ଇଏ ଏକ ପଏଣ୍ଟ। ଓକେ, ସହଶିକ୍ଷଣ ଭିତ୍ତିକ କାର୍ଯ୍ୟକ୍ରମରେ ଭାଗ ନେବା ଦ୍ୱାରା ଛାତ୍ରଛାତ୍ରୀମାନଙ୍କର ମସ୍ତିଷ୍କ ଚଳଚଞ୍ଚଳ ହେବା ଫଳରେ ସେମାନଙ୍କର ସ୍ମୃତିଶକ୍ତି ବୃଦ୍ଧି ପାଇଥାଏ, ଯାହାକି ସେମାନଙ୍କୁ ଶିକ୍ଷା କ୍ଷେତ୍ରରେ ସଫଳତା ପ୍ରଦାନ କରିଥାଏ। ଉଦାହରଣ ସ୍ୱରୂପ, ଚେସ୍ ଖେଳିବା ଦ୍ୱାରା ଜଣେ ପିଲାର ବୌଦ୍ଧିକ ବିକାଶ ହୋଇଥାଏ। ଏଥିସହିତ ବିଭିନ୍ନ ଦଳରେ ବିଭକ୍ତ ହୋଇ କାର୍ଯ୍ୟକ୍ରମ କରିବା ଦ୍ୱାରା ସେମାନଙ୍କ ମଧ୍ୟରେ ଦଳବଦ୍ଧତା ନେବା ଓ ନେତୃତ୍ୱ ନେବା ଓ ଯୋଗାଯୋଗର ମାର୍ଜିତ ବ୍ୟବହାର ଆଦି ଗୁଣଗୁଡ଼ିକ ବିକଶିତ ହୋଇଥାଏ। ସମସ୍ତ ଅଭିଭାବକମାନଙ୍କ ମଧ୍ୟରେ ଏକ ଭ୍ରାନ୍ତ ଧାରଣା ରହିଛି ଯେ ପାଠପଢ଼ା ବ୍ୟତୀତ ଅନ୍ୟାନ୍ୟ କାର୍ଯ୍ୟରେ ଲିପ୍ତ ରହିବା ଫଳରେ ସେମାନଙ୍କ ପିଲାମାନଙ୍କର କ୍ଷତି ହୋଇଥାଏ। କିନ୍ତୁ ଏହା ଏକ ଭ୍ରାନ୍ତ ଧାରଣା, କାରଣ ବାସ୍ତବ ଜୀବନରେ ଜୀବିକା ନିମନ୍ତେ ଯେକୌଣସି ଗୁଣର ଆବଶ୍ୟକତା ରହିଥାଏ, ଯାହାକି ସହଶିକ୍ଷଣ କାର୍ଯ୍ୟମାନଙ୍କରୁ ଶିକ୍ଷା ପାଇଥାଏ। ଏଇଠି ସରିଯାଇଛି ଏଇ ଲଙ୍ଗ କୋଶ୍ଚିନ୍ଟି, କାରଣ 5 ମାର୍କରେ 1.5 ପେଜ୍ 2 ପେଜ୍ ଲେଖିଲେ ବି କାଫି। ଓକେ, ଏଇଠି ଭିଡ଼ିଓ ସରିଯାଇଛି। ଜୟ ଜଗନ୍ନାଥ।